ଦେଖିଲୁ ସବୁ ତା ଦେହ ସାରା କଟା ଦାଗ ପଡ଼ିଛି, ଚୁଟି ମୁକୁଳା ହେଇକିରି ଲଗ୍ନ ବେଶରେ ପଡ଼ିଥିଲା। ସବୁ ଭୁଲ କଥା। ଆମେ ତ ମୂଲ ନାଗିଲେ ଖାଇବୁ, ଗରିବ ଲୋକ। ସିଏ 12 ଲକ୍ଷ ଟଙ୍କା ଆମକୁ କାହିଁ ଦେଉଥିଲା? ସିଏ ଆସେ ତା ଝିଅ ସାଙ୍ଗରେ କଥାବାର୍ତ୍ତା ଦବା ନେବା ଭଲ ମନ୍ଦ ଯିଏ ଗଳ ହଅନ୍ତି ବି 2 ଜଣ ଯାକ ମଝିରେ ମଝିରେ ଅପ୍ରିୟ ରହନ୍ତି, ଦୁନିଆ କଥା ହଏ। ତା ଭିତରେ ତାଙ୍କର ଏତେ ଦୂର କଥା ପଳେଇବେ ବୋଲି କିଏ କ'ଣ ବିଶ୍ୱାସ କରିଥିଲା କି? ତା ଯାଇଛି ହଳଦୀ ପାଇଁ ଦୋକାନକୁ, ଆଇଲା ବେଳକୁ ଝିଅ ନେଇ। ସେଥିପାଇଁ ମୁଣ୍ଡ ଖରାପ। ଆମେ ଭାବିଲୁ ଯେ ତାକୁ ନେଇଯାଇଛି, ନଚେତ ସିଏ ଯଦି କୁଆଡ଼େ ତାର ଯାଇଛି ସାଙ୍ଗମାନଙ୍କ ଘରକୁ। ଝିଅ ଫୋନକୁ ଫୋନ କଲା ସବୁ ଝିଅ ଝିଅର ଜାଗା କହୁଥିଲେ କିଣିଛି ବୋଲି ଝିଅ ନାଁରେ ସେତେବେଳେ, କିନ୍ତୁ ଝିଅ ନାଁରେ ସେ କିଣିନି, କାହିଁକିନା ସେ ଝିଅକୁ ଏମିତି ଭେଳେଇ ଦେଇଛି। ଫାଷ୍ଟ ଆମେ ଯେତେବେଳେ ଗଲୁ ମୃତ୍ୟୁ ବଡ଼ି ଦେଖିଲୁ ତାର। ଝିଅ କେମିତି ମରିଥିଲା? କେମିତି ମରିଥିଲା? ହତ୍ୟା ହେଇଛି ବୋଲିକିରି ତ ପ୍ରମାଣ ପାଇଲୁ। ସେ ଦେଖିଲୁ ସବୁ ତା ଦେହ ସାରା କଟା ଦାଗ ପଡ଼ିଛି, ଚୁଟି ମୁକୁଳା ହେଇକିରି ଲଗ୍ନ ବେଶରେ ପଡ଼ିଥିଲା ଆଉ। ଆଚ୍ଛା, ମାନେ କ'ଣ କେମିତି ଘଟଣା ସବୁ ଘଟିଲା? ଯୋଉ 12 ଲକ୍ଷ ଟଙ୍କା ଗୋଟେ ଆପଣଙ୍କ ଝିଅ। ସବୁ ଭୁଲ କଥା। ଆମେ ତ ମୂଲ ନାଗିଲେ ଖାଇବୁ, ଗରିବ ଲୋକ। ସିଏ 12 ଲକ୍ଷ ଟଙ୍କା ଆମକୁ କାହିଁ ଦେଉଥିଲା? ଝିଅ ସାଙ୍ଗରେ ସମ୍ପର୍କ ଥିଲା, ଯଦି ଝିଅ ସାଙ୍ଗକୁ କ'ଣ ଦେଇଥିବ କି ନ ଦେଇଥିବ ଝିଅ ଜାଣିଥିବ। ଝିଅର ପ୍ରୁଫ୍ ତ କିଛି ଆମ ଘରେ ନାହିଁ। ଝିଅ ନାଁରେ କାଗଜପତ୍ର କି ଢିଅ ବାଡ଼ି ପଟାର ଆମର ଇଚ୍ଛା ଯେତିକି ଢିଅର ପଟା ଆମେ ରଖିଛୁ ନା ଆଉ। ତା ପଟା ଯଦି ଥାନ୍ତା ଆମ ଘରେ ନଥାନ୍ତା? ଝିଅ ରଖିଥାନ୍ତା ନା ନାହିଁ? କି ତା ବଣ୍ଡ ଯୋଉ ଆମେ ସବୁ କରୁଛୁ ଯୋଉ ଭଲ ମନ୍ଦ ଆମ ଘରେ ରହୁଛି, ତାର ସେମିତି ଥାନ୍ତା ନା ନାହିଁ? କିଛି ତ ନାହିଁ। ସେଗୁଡ଼ା ସବୁ ସେ ଇଚ୍ଛା ଫର୍ଜରୀ କରୁଛି, କାହିଁକିନା ସେ ନିର୍ଦ୍ଦୋଷୀ ହବ ବୋଲିକିରି। ସିଏ ଆସେ ତା ଝିଅ ସାଙ୍ଗରେ କଥାବାର୍ତ୍ତା ଦବା ନେବା ଭଲ ମନ୍ଦ ଯିଏ ଗଳ ହଅନ୍ତି ବି 2 ଜଣ ଯାକ ମଝିରେ ମଝିରେ ଅପ୍ରିୟ ରହନ୍ତି, ଦୁନିଆ କଥା ହଏ। ତା ଭିତରେ ତାଙ୍କର ଏତେ ଦୂର କଥା ପଳେଇବେ ବୋଲି କିଏ କ'ଣ ବିଶ୍ୱାସ କରିଥିଲା କି? ଆଚ୍ଛା ମାଉସୀ, ଯୋଉ କଥା ଗୁଡ଼ା ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ସିଏ ବାହାଘର କରଉଥିଲେ, ଜଣେ ଭଲ ପାଇବା ମଣିଷଟେ ସିଏ ଆଉ ଜଣଙ୍କୁ ବାହାଘର କରାଇବାଟା ଆପଣ କେମିତି ବିଲିଭ୍ ହଁ, ସେ କରୁଛନ୍ତି? କରିଛି। ସିଏ ଯେତେବେଳେ ତାର ଭଲ ମନ୍ଦ କଥାବାର୍ତ୍ତା ହେବା ଭିତରେ ଝିଅ ଯେତେବେଳେ ବାହାରକୁ ପଳେଇଲା ଝଗଡ଼ା ଝାଣ୍ଟି କରିକିରି, ତାଙ୍କ ଭିତରେ ପୁଣି ଫୋନରେ କଥାବାର୍ତ୍ତା ହେଲେ। ଝିଅକୁ ଡକେଇଲା, ଝିଅ ଆଇଲା, ସେଠୁ ତାକୁ କହିଲା ସିଆଡ଼ୁ ଭଲ ପାଇକି ଝିଅ ଆଇଥିଲା ସେ ପୁଅକୁ। ଆ ସାଙ୍ଗେ ଯଦି ନ ପଡ଼ିଛି ସିଏ ଆଉ ଗୋଟେ ପୁଅ ସାଙ୍ଗରେ କଥାବାର୍ତ୍ତା ହେଇଛି। ଆଉ ଗୋଟେ ପୁଅ ସାଙ୍ଗେ ଯେତେବେଳେ କଥା ହେଇଛି ଆ ଆଗରେ ସତ କଥା ମାନିଛି ପୁଣି ଆସିକିରି। ସେଠୁ ସେ କଥାବାର୍ତ୍ତା ହେବା ଭିତରେ ଇଏ କହିଲା ହଉ ତୁ ଯଦି କହୁଛୁ ମୁଁ ତା ସାଙ୍ଗରେ ତ ବାହାଘର କରିଦେବି। ବାହାଘର କରିଦେବି କହିଲା ଭିତରେ ସେଠୁ ସବୁ ଯୋଗାଡ଼ ଯନ୍ତ୍ର କରିକିରି ଏମିତି କିଣାକିଣି କରିଛି। ଜ୍ୱାଇଁ ପାଇଁ ମୁଦି କିଣିଛି, ଝିଅର ଭଲ ମନ୍ଦ କିଣିଛି। ତାକୁ ନେଇକିରି ତା ମାମୁଁ ଘର ଆଉ ଗୋଟେ ତାଙ୍କର 2ଟା ବୋଉ, ତାଙ୍କ ପଛ ବୋଉର ଘରେ ମାମୁଁ ଘରେ ନେଇକିରି ନିର୍ବନ୍ଧ କରେଇଛନ୍ତି ସିଆଡ଼େ। ଗାଁ ଲୋକ ବି ଜାଣିନଥିଲେ। ତାପରେ ସେଇଠିକି ସେଠୁ ଝିଅ ଆଇଛି, ନିର୍ବନ୍ଧ ହେଇଛି ରବିବାରେ, ଝିଅକୁ ସୋମବାର ଦିନ ଆଣିକି ଏଠି ଛାଡ଼ିଛି। ଝିଅ ଏଇଠି ଆସି ହସ ଖୁସି ହେଇ ତାଙ୍କ ଭିତରେ ପୁଣି କ'ଣ କଥା ହେଇଛନ୍ତି ଆମେ ତ ଶୁଣିନୁ, ଆମ ଘର ସେପଟକୁ ଆମେ ଶୁଣି ନଥିଲୁ। ତା ଭିତରେ କାଳେ ତା ମାଆ କହୁଛି କଜିଆ କରୁଥିଲା ଫୋନରେ, ତା ସାଙ୍ଗରେ କରୁଥିଲା କି କାହା ସାଙ୍ଗରେ କରୁଥିଲା, ଫୋନରେ କିନ୍ତୁ ଜବର ଝଗଡ଼ା ହେଇଛି। ତାପରେ ମା ଦୋକାନକୁ ଯାଇଛି, ଯେତେବେଳେ ଏଇଠି ରୋଷେଇ କରିବ ବୋଲିକିରି ତାକୁ କହିଛି, ମା ଯାଇଛି ହଳଦୀ ପାଇଁ ଦୋକାନକୁ, ଆଇଲା ବେଳକୁ ଝିଅ ନାହିଁ। ସେତିକିବେଳକୁ ମୁଣ୍ଡ ଖରାପ। ଝିଅକୁ ମା କହିଲା ଯାଇଛି ଦୋକାନକୁ, କୁଆଡ଼େ ଯାଇଛି ସାଙ୍ଗସାଥିରେ, ସିଏ ଆଉ ଏତେ ଦାୟିତ୍ୱ ନେଇ ଖୋଜିନି। ତାପରେ ଦେଖିଲା ବେଳକୁ ସକାଳକୁ ମାଆକୁ ବୋପାକୁ ସବୁ କହିଲା, ଭଉଣୀ ତା ଆଉ ଗୋଟେ ଭଉଣୀ ଅଛି ତାକୁ କହିଲା, ସିଏ ଆଉ ପାଇଲେନି। ସିଏ ପୁଅ କତିକି ଫୋନ୍ କଲାକୁ ସିଏ ଓଲଟି ସିଆଣିଆ ହେଇକି କହୁଛି କେମିତି ଆଉ ତୁ ଯା କେସ୍ ଦେବୁ ଥାନାରେ। ତାପରେ କ'ଣ ଏମିତି କେସ୍ ବାସ୍ ଚାଲିବା ଭିତରେ ଆଉ କିଏ ସନ୍ଦେହରେ ନାହାନ୍ତି ଯେ ସେ ମରିଯାଇଛି ବୋଲି। ଆମେ ଭାବିଲୁ ଯେ ତାକୁ ନେଇଯାଇଛି, ନଚେତ ସେ ଯଦି କୁଆଡ଼େ ତାର ଯାଇଛି ସାଙ୍ଗମାନଙ୍କ ଘରକୁ। ଝିଅ ଫୋନକୁ ଫୋନ୍ କଲାକୁ ସୁଇଚ୍ ଅଫ୍ ଝିଅର। ଫୋନ୍ଟା ଚାଲିଥିଲେ ସିନା କ'ଣ ଜାଣିଥାନ୍ତୁ, ଝିଅ ଫୋନକୁ ସୁଇଚ୍ ଅଫ୍ ହେଇଯାଇଛି। ସେ ସେତେବେଳକୁ ସୋମବାର ଦିନ ରାତିରେ ନେଇ ମାରି ସାରିଛି, କିଏ କାହିଁ ଜାଣିବ। ତାପରେ ଏମିତି ହେଇ ରହି ରହି ତା ମାଆକୁ ଆମେ ପଚାରିଲୁ ତମର କ'ଣ ହେଇଛି କି, ମନ କାହିଁ ଦୁଃଖ ହେଇଛି, ମୁଁ ନିଜେ ପଚାରିଲି। ମା କିଛି ଆଉ କହିଲାନି। ସେଠୁ ଏମିତି ହେଇକି ଆମ ମଝିରେ ବି ଆମେ ରହିଲୁ, ଆମେ କହିଲୁ ତାର କ'ଣ ହେଇଛି କହୁନି ତ ଆଉ। ତାପରେ ଏମିତି ବିଲୁକୁ ଲୋକ ଜଣେ ଯାଇଥିଲା ସେପଟରେ, ସିଏ ଦେଖିକିରି ଯେତେବେଳେ ଦେଖିଦେଇଛି ସେ ପଡ଼ିଛି ମୃତ ଅବସ୍ଥାରେ, ଆସିକି ଗାଁରେ ତାଙ୍କ ଗାଁରେ କହିଛି ସେପଟରେ କାଠିଆପଡ଼ାରେ। ସିଏ ସେଇଠୁ ହାଲଳ ହେଇଗଲା ଯେତେବେଳେ ଏଇରେ ସେଠି କିଏ ପଡ଼ିଛି ସେଠି କିଏ ପଡ଼ିଛି, ଇଏ ସେଇଠୁ ଦେଖି ଶୁଣିକିରି କେହି ଆଉ ସାହସ କରି ଯାଉନାହାନ୍ତି। ମୋ ଝିଅ ଛୋଟଟା ଆଉ ଜଣେ ତାଙ୍କର ସାହିରେ ଏମିତି ସାହସ କରି 2 ଜଣ ଗଲେ,
କହିଲେ ଚାଇଲୁ ଦେଖିଆ ସେ କିଏ କୋଉ ଜାଗାର ଲୋକ କୁଆଡ଼େ ଝିଅଟା ନା ମାଇପିଟା। ଗଲା ବେଳକୁ ଦେଖିଲେ ଯେ ସିଏ ମୋ ଝିଅ ଚିହ୍ନିଲା ଯେ ମୋ ଭଉଣୀ ବୋଲି କହିକିରି କାନ୍ଦ ବୋବାଳି କଲା। ସେ ମିଡ଼ିଆ ବାଲା ସେତେବେଳକୁ ଆସି ସାଇଲେଣି। ମିଡ଼ିଆ ବାଲା ହେଠୁ କହିଲା ତୁ ଠିକ୍ ଚିହ୍ନିଛୁ ସିଏ ତୋ ଭଉଣୀ? ନା ହଁ ମୋ ଭଉଣୀ। ସେଠୁ ତାପରେ ମୁଁ ଦୌଡ଼ିକି ଗଲି, ତା ମା ଦୌଡ଼ିକି ଗଲା, ତାପରେ ଲୋକ ଜମାଟ ହେଲେ ସେଠୁ ଚିହ୍ନିଲେ ସମେତେ। ତାପରେ ତ ଚାଲିଛି ଏମିତିଆ କେସ୍ ଆଉ। ଆଚ୍ଛା ବର୍ତ୍ତମାନ ଯୋଉ ମୋଟାମୋଟି ଉପରେ ଆଉଥରେ ଆପଣଙ୍କୁ ପଚାରିବାକୁ ଚାହିଁବି, ସେ ଯୋଉ 12 ଲକ୍ଷ ଟଙ୍କାର ଜାଗା ଆଉ 10 ଲକ୍ଷ ଟଙ୍କାର ଯୋଉ ଇଏ ଆସୁଛି, କି କଥାଟା ସତ୍ୟାସତ୍ୟ ଅଛି ନା? ଜାଗା କହୁଥିଲେ କିଣିଛି ବୋଲି ଝିଅ ନାଁରେ ସେତେବେଳେ, କିନ୍ତୁ ଝିଅ ନାଁରେ ସେ କିଣିନି। କାହିଁକିନା ସେ ଝିଅକୁ ଏମିତି ଭେଳେଇ ଦେଇଛି। ଝିଅ ଯେମିତି ତା କଥାରେ ରହିବ କି ତା ପ୍ରେମରେ ପଡ଼ିବ ବୋଲିକି ସେ ମିଛ କହିକିରି ଝିଅକୁ ଗୋଟେ କହିଛି ଯେ ମୁଁ ଏଇଠି କିଣିଦେଲେ ତୋ ନାଁରେ କରିବି। ସେ ଜାଗାଟା ଆମରି ସାହିର। ସେ ଜମା ଝିଅର ଧିରେ ତା ଦେହରେ ସମ୍ପର୍କ ନାହିଁ, କିନ୍ତୁ ସମ୍ପର୍କ ଦୃଷ୍ଟିରୁ ଝିଅ କହିଛି ମୋର ବୋଲି ସମସ୍ତଙ୍କ ଆଗରେ କହେ, କିନ୍ତୁ ଝିଅ ନାଁରେ ସେ କେବେ ଜାଗା କିଣିନି। ଝିଅ ନାଁରେ ପଟା କାଗଜ କିଛି ନାହିଁ, ନା ଟଙ୍କାଟାଇ ବି ଝିଅ ନାଁରେ ରଖିନି। ଯାହା ତାକୁ ପିନ୍ଧିବାକୁ ଖାଇବାକୁ ଦେଇଛି ସେତିକି, ଆଉ ଏଗୁଡ଼ା ସବୁ ବେକାର। ଝିଅକୁ ସିଏ ଗୋଟେ ବିବାହିତ, ମାନେ ସେ ପୁଅ ବାହା ହେଇଥିଲେ? କହୁଛନ୍ତି ତ ବାହା ହେଇଛି ବୋଲିକିରି, ମୁଁ ତ ଜାଣିନି। 10 ବର୍ଷର ପିଲା ଅଛି, କିନ୍ତୁ ତାପରେ ବି ଝିଅକୁ ତା କାହିଁକି ଭଲ ସ୍ତ୍ରୀ ପାଇଲେ? କି ମୁଁ ଦେଖିଛି, ତା ସ୍ତ୍ରୀର ଆମ ଇଏ ଝିଅର ଥରେ ମାଡ଼ଗୋଳ ହେଇଥିଲେ ସେ ଦୋକାନରେ। ଝିଅ ଗୋଟେ ଦୋକାନରେ ଥିଲା, ଏଇଠି କରିଥିଲା ଯୋଉ ଷ୍ଟେସନାରୀ ଦୋକାନ, ସେଇଠି ଆସିକିରି ଜବର ଝଗଡ଼ା ମାଡ଼ଗୋଳ ହେଇକିରି ସିଏ ନିଜେ ବି ସେ ଦୋକାନ ଝିଅକୁ କରେଇ ଦେଇଥିଲା। କହିଲା ତୁ କୁଆଡ଼େ ଯାଆନା, ଏଇଠି ଏଇଗୁଡ଼ା ସବୁ ବିକି। ତାଙ୍କ ଭିତରେ ପୁଣି କ'ଣ ହେଲା, ତା ସ୍ତ୍ରୀର ଇଏ ଝିଅର ଜବର ମାଡ଼ଗୋଳ ପାଟିମୁଣ୍ଡ ହେଇକି ଥାନାରେ କେସ୍ କୁସା ବି ହେଇଥିଲା। କେସ୍ ପରେ ଝିଅ ବାଙ୍ଗାଲୋର ପଳେଇଥିଲା। ଝିଅ ବାଙ୍ଗାଲୋରରେ କ'ଣ କାମ କରୁଥିଲେ? ଝିଅ ଯାଇ ଟେଲର ମେସିନ୍ କରୁଥିଲା। ଆଜ୍ଞା। ଆଚ୍ଛା, ତ ଏବେ ଆପଣମାନେ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଯେମିତି ଦୋଷୀକି ଦଣ୍ଡ ମିଳୁ। ଆପଣ ବି ଭୟଭୀତ ଅଛନ୍ତି ଯେ କାଳେ ଆମ ଉପରେ ଆମକୁ ବହୁତ ଡର ମାଡୁଛି, ଆମ ଛୁଆ ପିଲା ଉପରେ ଭବିଷ୍ୟତ ଅଛି ଆମର। ଏମିତିଆ ଲୋକଙ୍କୁ କିଏ ବିଶ୍ୱାସ କରିବ? ଆପଣଙ୍କ ସାଙ୍ଗରେ ରହିକି ଆପଣଙ୍କର ଏତେ ବଡ଼ କ୍ଷତି। ଆମେ କ'ଣ କରିବୁ ଆଉ? କ୍ଷତି ଆଉ କ'ଣ ଆମେ ଜାଣିପାରୁଥିଲୁ ଏମିତି କରିବ ବୋଲି? ସେ ଆସେ ଭଲ ମଣିଷ ବାଗିଆ ବସ ଉଠ କରେ, କଥାବାର୍ତ୍ତା ହୋଇ ତାଙ୍କ ଘରେ ଯାଇ। ଆମେ ଅଲଗା ଭାଇ ଭାଇ ନାଉ, ଆମ ଘର ସେପଟକୁ ମୁହଁ, ଆଙ୍କ ଘର ଏପଟକୁ ମୁହଁ, ସବୁ କଥାକୁ ଆମେ ଇଏ କରାଉ। ଯୋଉ ପଦେ ଦେଖଉ ଶୁଣଉ। ଝିଅ ତ ସବୁବେଳେ ଟେମ୍ପର ଉପରେ ରହି ଝଗଡ଼ା ମୁଡ଼ରେ ତାର ଫୋନରେ। ଆଉ ସେ ପୁଅ ଆସିବେ, ତାଙ୍କର 2 ଜଣଙ୍କର ବି ଘରେ ଝଗଡ଼ା ହଏ, ଆମେ ଶୁଣିଛୁ ନିଜେ। ଆଚ୍ଛା, ଏ ଯୋଉ ଝଗଡ଼ା ଝାଟି ଭଲ ମନ୍ଦ, ଏ ଝଗଡ଼ା କ'ଣ ଗୋଟେ ହତ୍ୟାର ରୂପ ନେଇଗଲା? ହତ୍ୟାର ରୂପ କ'ଣ ତା ଭିତରେ ତାଙ୍କ 2 ଜଣଙ୍କର ହେଇଥିବ, ସିଏ ଜାଣିଥିବେ। ତାହେଲେ ଏଇ ଯୋଉ ପୁଅକୁ ଝିଅ ଭଲ ପାଉଥିଲେ, ସିଏ କୋଉଠିକାର ପୁଅ? ସିଏ ପୁଅ ଘର କୋଉଠି ମୁଁ ଜାଣିନି, ମୁଁ ସବୁ ଡାଟା ବାପା ଜାଣିନି ତାର। ଠିକ୍ ଅଛି, ଆପଣ ଖାଲି ଗୋଟେ କଥା କୁହନ୍ତୁ, ଝିଅକୁ ଯେତେବେଳେ ଆପଣଙ୍କ ଝିଅ ଦେଖିଲେ, ଝିଅ କୋଉ ହାଲତରେ ଥିଲେ? ମରିକିରି ବା ଏମିତି ହେଇ ପଡ଼ିଥିଲା, ତାର କିଛି ନଥିଲା। ଖାଲି ତାର ପାଦ ଆଉ ମୁହଁ ଟିକେ ଟିକେ ଧାପସା, ଆମେ ଚିହ୍ନିଲୁ ଯେ ସେ ଆମ ଝିଅ ବୋଲି।